नमस्कार, ମୁଁ ଚନ୍ଦନ ଭୂପତି ସରକାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଆଶ୍ରୟର ଦଶମ ଶ୍ରେଣୀ ଛାତ୍ର। ମୋର ଟିମ୍ର ନାମ ଋଷି କୋଲିଆ ଟିମ୍। ମୁଁ ବିକଶିତ ଭାରତ 2025 ବୁକ୍ଥନରେ ଭାଗ ନେଇଛି। ମୋର ଟପିକ୍ ପଲିଥିନ୍ ଓ କାଗଜ ପ୍ଲେଟ୍ ଫିଙ୍ଗିବା ସମସ୍ୟାର ଓ ତା'ର ସମାଧାନ। ପରିଚୟ। ଆଜିର ଆଧୁନିକ ଯୁଗରେ ମଣିଷ ନିଜ ଜୀବନକୁ ସୁବିଧାଜନକ କରିବା ପାଇଁ ବିଭିନ୍ନ ପ୍ରକାର ଜିନିଷ ଉପଯୋଗ କରୁଛି। ସେଥିରେ ପଲିଥିନ୍, କାଗଜ, ପ୍ଲେଟ୍ ଓ ପ୍ଲାଷ୍ଟିକ୍ ଆମର ଦୈନିକ ଜୀବନ ଅଂଶ ହୋଇଯାଇଛି। ଯେଉଁଠି ଚାହିଁଲେ ସେଇଠି ଏହାର ବ୍ୟବହାର ଦେଖିବାକୁ ମିଳେ। ଯଦିଓ ଏହି ସାମଗ୍ରୀଗୁଡ଼ିକ ଆମକୁ ତୁରନ୍ତ ସୁବିଧା ଦେଇଥାଏ, କିନ୍ତୁ ଏହା ଦୀର୍ଘକାଳୀନ ଭାବରେ ପରିବେଶ ପାଇଁ ଏକ ମହାନ ବିପଦ ରହିଛି। ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ଦ୍ୱାରା ହେଉଥିବା ସମସ୍ୟା। 1. ପରିବେଶ ଦୂଷଣ। ପଲିଥିନ୍ ଓ ପ୍ଲାଷ୍ଟିକ୍ ସହଜରେ ବିଗଡ଼େ ନାହିଁ। ଏହା ମାଟିରେ ରହିଲେ ମାଟିର ଉର୍ବରତା କମାଏ ଓ ଚାଷୀମାନଙ୍କୁ କ୍ଷତି କରେ। 2. ଜଳ ଦୂଷଣ। ନଦୀ, ଜେଲ୍ ଓ ସମୁଦ୍ର ପ୍ଲାଷ୍ଟିକ୍ ଫିଙ୍ଗି ଦେଲେ ଫଳରେ ମାଛ ଓ ଅନ୍ୟ ଜଳଜୀବମାନେ ମରିଯାଆନ୍ତି। 3. ପଶୁମାନଙ୍କ ପାଇଁ ହାନିକାରକ। ଅନେକ ପଶୁ ଭୁଲ କରି ପଲିଥିନ୍ ଖାଇ ନିଜ ଜୀବନ ହରାଏ। 4. ବାୟୁ ଦୂଷଣ। ପଲିଥିନ୍ ଜଳାଇଲେ ବିଷାକ୍ତ ଗ୍ୟାସ୍ ନିସ୍ତାର ହୋଇ ବାୟୁକୁ ଦୂଷିତ କରେ ଓ ମଣିଷକୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ। କାଗଜ ଓ ପ୍ଲେଟ୍ ବ୍ୟବହାର ସମସ୍ୟା। କାଗଜ ପ୍ଲେଟ୍ ତିଆରି ପାଇଁ ବହୁତ ଗଛ କଟାଯାଉଛି। ଏହା ଫଳରେ ଜଙ୍ଗଲର ହ୍ରାସ ପାଉଛି ଓ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି। ସମାଧାନ। 1. ପଲିଥିନ୍ ବ୍ୟବହାର ନିଷେଧ। ସରକାର ନିୟମ ଅନୁସାରେ ପଲିଥିନ୍ ବ୍ୟବହାରକୁ ବନ୍ଦ କରି ଜନସାଧାରଣ ସଚେତନ କରିବା ଆବଶ୍ୟକ। 2. ବିକଳ୍ପ ବ୍ୟବହାର। ଜୁଟ୍, କପଡ଼ା, ବାମ୍ବୁ ଓ ପତ୍ର ତିଆରି ହୋଇଥିବା ଥାଳି, ପ୍ଲେଟ୍ ଓ କପ୍ ବ୍ୟବହାର କରିବା ଉଚିତ। 3. ପୁନଃଚକ୍ର ରିସାଇକ୍ଲିଂ। ପ୍ଲାଷ୍ଟିକ୍ ବସ୍ତୁକୁ ଫିଙ୍ଗିଦେବା ପରିବର୍ତ୍ତେ ତାହାକୁ ପୁନଃଚକ୍ରଣ କରି ନୂଆ ଜିନିଷ ତିଆରି କରାଯାଇପାରେ। 4. ସଚେତନ ଅଭିଯାନ। ଶିକ୍ଷାଳୟ ଓ ସମାଜରେ ପରିବେଶ ସୁରକ୍ଷା ଉପରେ ସଚେତନତା ଆଣିବା ଦରକାର। ସମାପ୍ତି। ପଲିଥିନ୍, ପ୍ଲାଷ୍ଟିକ୍ ଓ କାଗଜ ପ୍ଲେଟ୍ ଯେତେବେଳେ ଆମ ଜୀବନକୁ ସୁବିଧା ଦେଉଛି, ସେତେବେଳେ ପରିବେଶକୁ ନଷ୍ଟ କରୁଛି। ସେପରି ଆମେ ସମସ୍ତେ ମିଶି ଏହାର ବିକଳ୍ପ ବ୍ୟବହାର କରି ପୃଥିବୀକୁ ସୁନ୍ଦର ଓ ସୁସ୍ଥ ରଖିପାରିବା। ନମସ୍କାର।